ସମସ୍ତେ କହନ୍ତି ଏ ଯେ ୟୁଟ୍ୟୁବ୍ ଗୁଡ଼ାକ ଖୋଲି ଦେଇଛନ୍ତି पैसा ପାଉଛନ୍ତି। ୟୁଟ୍ୟୁବରେ ଏତେ ଶୀଘ୍ର पैସା ମିଳେନି। ଆପଣଙ୍କୁ ନିହାତି 1000 ଫାଷ୍ଟ 1000 ସବସ୍କ୍ରାଇବର କରିବାକୁ ପଡ଼ିବ। ସେତିକି ନୁହେଁ, ଆପଣ କ'ଣ ଯେତେବେଳେ ଗୋଟେ ଘର କରୁଛନ୍ତି, ପାଇଲିଂ କରୁଛନ୍ତି, ଫାଷ୍ଟ କ'ଣ କୋଠା ଘର ଛାତ ପଡ଼ି ଦେଉଛି? ତା'ର ସବୁ ପ୍ରୋସିଜିଅର ଅଛି ନା। ତେଣୁକରି ଫାଷ୍ଟ 1000 ସବସ୍କ୍ରାଇବର ହେବେ, ୱାଚ୍ ଆୱାର 4 ଘଣ୍ଟା ତା'ର ନିୟମ ଅଛି। ତାପରେ ଏମିତି 10,000 11,000 ଯେତେବେଳେ ସବସ୍କ୍ରାଇବର ଆପଣଙ୍କର ହେବେ ସେତେବେଳେ ମନିଟାଇଜ୍ ହେବ। କାହିଁ କହିଲ, ସମସ୍ତେ ତ ଅସଂସ୍କାରୀ ନୁହନ୍ତି, ସଂସ୍କାରୀ କଥା କହୁଛି। ଯେଉଁମାନେ ଲାଜ ସରମ ଛାଡ଼ିକିରି ଲଙ୍ଗଳା ହେଇକିରି ଭାଷା କହିଲେ ତାଙ୍କର ତ ମାସିକରେ ସେ ପଇସା ପାଇବେ। ଆଉ ଯେଉଁମାନେ ଘରେ ରହିକି ତାଙ୍କର ଆଭିଜାତ୍ୟ ଅଛି କି ତାଙ୍କର ଲାଜ ସରମ ଭୟ ଅଛି, ସେମାନେ ତାଙ୍କ ହିସାବରେ ବନେଇଲେ ନିଶ୍ଚିତ ଡେରି ହେବ, ମନ ଦୁଃଖ କରିବେନି। ନିଶ୍ଚିତ ଆଜି ନ ମିଳିଛି କାଲି ମିଳିବ, ଯଦି ସେଟିଂ ଆପଣଙ୍କର ଠିକ୍ ଥିବ। ଆଉ କାହିଁ ମୁଁ ତ ପଇସା ପାଇନି, କିନ୍ତୁ ମୁଁ ଯେଉଁଦିନ ପଇସା ପାଇବି ମୁଁ ମୋର ପ୍ରଭୁଙ୍କ ପାଖରେ ଅନ୍ନଦାନ କରିବି ବୋଲି ମୋ ମନ ଅଛି। ମୁଁ ନିଶ୍ଚିତ କରିବି, ସମସ୍ତଙ୍କୁ ଖାଇବାକୁ ଦେବି। ଯେତିକି ପାରିବି ସେଇ ପଇସାରେ ମୁଁ ଅନ୍ନଦାନ କରିବି। ଏଇଟା ମୋ ମନ କଥା, ମୁଁ କରିବି ମନ୍ଦିରରେ। କାହିଁକି ପ୍ରଭୁ, ଆମେ ମେହନତ କରୁଛେ, କିନ୍ତୁ ଯଦି ମେହନତର ଫଳ କାହାକୁ ଅନ୍ନଦାନରେ ଦିଆଯାଏ ନା, ବହୁତ ଧର୍ମ ହେବ।